ସକାଳୁ ଖାଲି ପେଟରେ ଚାହା ପିଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଏବଂ ଖାଲି ପେଟରେ ଚାହା ପିଇବା ଦ୍ୱାରା ଧୀରେ ଧୀରେ ଭୋକ କମିଯାଏ ଓ ଗ୍ୟାସ୍ ସମସ୍ୟା ବଢ଼ିଯାଇଥାଏ। ମନ୍ଦାର ଫୁଲ ଏବଂ ଭୃଷଙ୍ଗ ପତ୍ରକୁ ବାଟି ଚୁଟିରେ ଲଗାଇଲେ ଚୁଟି କଳା ହୋଇଥାଏ। ଏହି ହେୟାର ପ୍ୟାକ୍କୁ 30 ମିନିଟ୍ ଚୁଟିରେ ଲଗାଇ ଧୋଇଦେବା ଉଚିତ। ସକାଳୁ ସୂର୍ଯ୍ୟଙ୍କର କିରଣରେ ବସି କାମ କରିବା ଉଚିତ। ସୂର୍ଯ୍ୟଙ୍କ କିରଣରୁ ଭିଟାମିନ୍ ଡିର ଆବଶ୍ୟକତା ପୂରଣ ହୋଇଥାଏ ଏବଂ ହାଡ଼ଜନିତ ସମସ୍ୟା ଦୂର ହୋଇଥାଏ। ରବିବାର ଦିନ ଆମିଷ ଖାଇବେ ନାହିଁ। ମୂଳା, ଲାଉ, ସାରୁ, ଭେଣ୍ଡି, କଖାରୁ, ପୋଇ ସମ୍ପୂର୍ଣ୍ଣ ଖାଇବେ ନାହିଁ। ନିଜର ଇଷ୍ଟଙ୍କର ମନ୍ତ୍ର ବା ଈଶ୍ୱରଙ୍କ ନାମ 10 ମିନିଟ୍ରୁ 30 ମିନିଟ୍ ଯାଏଁ ଗୋଟିଏ ଖାତାରେ ଲେଖିଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ସବୁ ବିପଦରୁ ରକ୍ଷା ମିଳିଥାଏ। ସକାଳୁ ପ୍ରଥମେ ଗାଧୋଇ ସାରି ଘରର ପ୍ରତ୍ୟେକ ସଦସ୍ୟ ଏକାଠି ବସି ପ୍ରାର୍ଥନା କରିବା ଦ୍ୱାରା ଘରେ ସମସ୍ତଙ୍କ ମଧ୍ୟରେ ଏକତା ରହିଥାଏ ଏବଂ ଘରେ ସବୁବେଳେ ସୁଖ ଶାନ୍ତି ବଜାୟ ରହିଥାଏ। ଘରେ ଯଦି ଭଙ୍ଗା ଟେବୁଲ ଏବଂ ଚେୟାର ଥାଏ ତୁରନ୍ତ ଏହାକୁ ଫୋପାଡ଼ି ଦିଅନ୍ତୁ, ନହେଲେ ଏସବୁ ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ପିତୃମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ ଏବଂ ଏହି ଦିନରେ ଅନ୍ୟ ଘରେ ଭୋଜନ କରନ୍ତୁ ନାହିଁ। ଏହି ଦିନରେ ଆମିଷ ଏବଂ ପିତା କଷା ବି ଖାଆନ୍ତୁ ନାହିଁ। ରାତିରେ ସ୍ୱାମୀ ସ୍ତ୍ରୀ ମିଶିକି କୌଣସି ପଶୁପକ୍ଷୀଙ୍କର କଥା ଶୁଣନ୍ତୁ ନାହିଁ। ଏହା ଘରେ ବହୁତ ବଡ଼ ବିପଦ ଆଣିଥାଏ। ମୃତ୍ୟୁ ପରି ଦଣ୍ଡ ଭୋଗିବାକୁ ପଡ଼ିପାରେ। ସ୍ତ୍ରୀମାନେ ସିନ୍ଦୁର ଲଗାଇବା ସମୟରେ ଲକ୍ଷ୍ମୀ ନାରାୟଣ ଏବଂ ଶିବ ପାର୍ବତୀ, ସାବିତ୍ରୀ ଏବଂ ସରସ୍ୱତୀଙ୍କୁ ମନରେ ସ୍ମରଣ କରି ପ୍ରତ୍ୟେକ ଦିନ ସିନ୍ଦୁର ଲଗାଇଲେ ସ୍ୱାମୀଙ୍କର ଆୟୁଷ ବଢ଼ିଥାଏ ଏବଂ ସେହି ନାରୀ ଐଶ୍ୱଲ୍ୟକ୍ଷଣୀ ହୋଇ ସ୍ୱର୍ଗକୁ ଯାଇଥାଏ। ସକାଳୁ ଉଠିବା ପରେ ବନ୍ଦ ପଡ଼ିଥିବା ଘଣ୍ଟା ଦେଖିବା ବହୁତ ଅଶୁଭ ହୋଇଥାଏ ଏବଂ ପୁରୁଣା କ୍ୟାଲେଣ୍ଡର ସକାଳୁ ଉଠି ଦେଖନ୍ତୁ ନାହିଁ। ସକାଳୁ ଉଠିବା ପରେ ସ୍ନାନ ଶୌଚ ସରିବା ପରେ ଗାୟତ୍ରୀ ମନ୍ତ୍ର ଜପ କରିବା ଶୁଭପ୍ରଦ ଏବଂ ମଙ୍ଗଳକାରୀ ହୋଇଥାଏ। ଦୁନିଆର ଶ୍ରେଷ୍ଠ ମନ୍ତ୍ର ଗାୟତ୍ରୀ ମନ୍ତ୍ର ହୋଇଥାଏ। ଏହି ମନ୍ତ୍ରଟି ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ସକାଳୁ ଉଠିବା ମାତ୍ରେ ଖବରକାଗଜ ଏବଂ ଟିଭି ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଖାଦ୍ୟ ଖାଇବା ସମୟରେ ଖାଇବା ଥାଳି ଗୋଟିଏ ହାତରେ ଧରନ୍ତୁ ନାହିଁ। ଏହାଦ୍ୱାରା ଖାଇବା ପ୍ରେତମାନଙ୍କୁ ପ୍ରାପ୍ତ ହୋଇଥାଏ। ଖାଇବା ପ୍ରେତମାନଙ୍କୁ ପ୍ରାପ୍ତ ହେଲେ ଘରେ ସବୁବେଳେ ପ୍ରେତମାନେ ବାସ କରନ୍ତି ଏବଂ ସେମାନଙ୍କର ପ୍ରଭାବରେ ଘରେ ସବୁବେଳେ କଳହ ଲାଗି ରହିଥାଏ। ସକାଳୁ ମୁହଁ ନ ଧୋଇ ଚା କିମ୍ବା ପାଣି ପିଇବା ଉଚିତ ନୁହେଁ ଏବଂ ଅଇଁଠା ପାଟିରେ ଅଗ୍ନିକୁ ସ୍ପର୍ଶ କରିବା କି ଜଳାଇବା ଉଚିତ ନୁହେଁ। ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ। ଚତୁର୍ଥୀ ବା ବାହାଘରର ଚତୁର୍ଥ ଦିନ ରାତି ପରେ ଦେଢ଼ଶୁର ଭାଇବୋହୂଙ୍କୁ ଛୁଇଁବା ଉଚିତ ନୁହେଁ, କାରଣ ଦେଢ଼ଶୁର ବଡ଼ ଭାଇଙ୍କ ସମାନ ହୋଇଥାନ୍ତି। ଦେଢ଼ଶୁରଙ୍କୁ ସମ୍ମାନ ଦେବା ଉଚିତ ବଡ଼ ଭାଇଙ୍କ ପରି। ମୁହଁକୁ ଗୋରା କରିବାକୁ ହେଲେ ମୁହଁରେ କୌଣସି କେମିକାଲ କ୍ରିମ୍ ଲଗାଇବା ଉଚିତ ନୁହେଁ ଏବଂ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ବେସନ ହଳଦୀର ଏକ ମିଶ୍ରଣକୁ ଲଗାଇବା ଦ୍ୱାରା ମୁହଁ 15 ଦିନରେ ଗ୍ଲୋ କରିବା ଆରମ୍ଭ କରିଥାଏ ଏବଂ ଚିକ୍କଣ ଓ ଗୋରା ଦେଖାଯାଇଥାଏ। ଖାଦ୍ୟ ଖାଇବା ସମୟରେ ଖାଇବା ଥାଳି ଏବଂ ହାତକୁ ଚାଟିକି ଖାଆନ୍ତୁ ନାହିଁ। ଏହା ଏକ ଉତ୍ତମ ବ୍ୟବହାର ହୋଇନଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ କୋପ କରିଥାନ୍ତି। ଯେଉଁ ନାରୀମାନଙ୍କର ପାଦର ଆଙ୍ଗୁଠି ଲାଗି ଲାଗି ସୁନ୍ଦର ହୋଇଥାଏ ସେମାନେ ଲକ୍ଷ୍ମୀବତୀ ସୁଲକ୍ଷଣୀ ନାରୀ ହୋଇଥାନ୍ତି। ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ବାହାଘର ପାଇଁ ଯଦି କନ୍ୟା ଦେଖାଯାଉଥାଏ ତେବେ କନ୍ୟାର ପାଦକୁ ଦେଖିଲେ କନ୍ୟାର ଉଚିତ ବ୍ୟବହାର ଏବଂ କନ୍ୟାର ରଙ୍ଗକୁ ଜାଣିହେବ। ମାସରେ 2ଟି ଏକାଦଶୀ ପଡ଼ିଥାଏ, ଗୋଟିଏ କୃଷ୍ଣ ଏକାଦଶୀ ଏବଂ ଅନ୍ୟଟି ଶୁକ୍ଳ ଏକାଦଶୀ। ଯେଉଁମାନେ ଏହି ଦିନରେ ବିଷ୍ଣୁଙ୍କୁ କର୍ପୂର ଆଳତି କରନ୍ତି ସେମାନଙ୍କର କେବେ ବି ଅକାଳ ମୃତ୍ୟୁ ହୋଇନଥାଏ। ମା'ମାନେ ମନେ ରଖନ୍ତୁ, ଯେଉଁମାନେ ପ୍ରଥମେ ଶିଶୁକୁ ଜନ୍ମ ଦେଇଛନ୍ତି ସେମାନେ ସନ୍ତାନକୁ କ୍ଷୀର ଦେବା ବେଳେ ପୂର୍ବକୁ ମୁହଁ କରି ଦେବା ଉଚିତ ଏବଂ ଶିଶୁକୁ ଦକ୍ଷିଣ ସ୍ତନରୁ ପ୍ରଥମେ କ୍ଷୀର ଦେବା ଉଚିତ। ଏହାଦ୍ୱାରା ଶିଶୁ କେବେ ରୋଗାକ୍ରାନ୍ତ ହୋଇନଥାଏ ଏବଂ ଏହା ଶିଶୁ ପାଇଁ ମଙ୍ଗଳକାରୀ ହୋଇଥାଏ। ନାରୀମାନଙ୍କର ମାସିକ ଧର୍ମ ସମୟରେ ଭୁଲରେ ବି ଶିବ, ଶନିଦେବ ଏବଂ ହନୁମାନଙ୍କର ଦର୍ଶନ କରିବା କି ସେହି ମନ୍ଦିର ପାଖ ମାଡ଼ିବା ଉଚିତ ନୁହେଁ। ଏହା ମାନିଲେ ଘରର ମଙ୍ଗଳ ହୋଇଥାଏ। ଯେଉଁମାନେ ଘରେ କଣ୍ଟା ଗଛ ଲଗାଇଥାନ୍ତି ସେହି ଘରେ ଅଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଅଲକ୍ଷ୍ମୀଙ୍କର ପ୍ରଭାବରେ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିଥାଏ। ଏହି 3ଟି କଥା ଶୁଣିଲେ ଜୀବନ ହୋଇଯିବ ସୁଖମୟ ଏବଂ ଆନନ୍ଦମୟ। ପର ସ୍ତ୍ରୀକୁ ହରଣ କରିବା ବା ଦୃଷ୍ଟି ପକାଇବା, ପର ଧନକୁ ଚୋରି କରିବା, ସବୁବେଳେ ପର ଧନ ଉପରେ ନଜର ରଖିବା ଏବଂ ପରର ନିନ୍ଦା ଶୁଣିବା, ଏହି 3ଟି କାମ କେବେ ବି କରନ୍ତୁ ନାହିଁ। ଦେଖିବେ ଜୀବନରେ ବହୁତ ଖୁସିରେ ରହିବେ। ଚାକିରିରେ ବାରମ୍ବାର ବିଫଳ ହେଉଥିଲେ କିମ୍ବା କୌଣସି କାମରେ ବାରମ୍ବାର ବିଫଳ ହେଉଥିଲେ ଭଗବତ ଗୀତାର ଶେଷ ଶ୍ଲୋକଟି 21 ଥର ପଢ଼ିକି ଯାଆନ୍ତୁ। କାର୍ଯ୍ୟ ନିଶ୍ଚୟ ପୂରଣ ହେବ, କିନ୍ତୁ ବିନା ପରିଶ୍ରମରେ ଚାକିରି ଆଶା କରିବା ଉଚିତ ନୁହେଁ। କଠୋର ପରିଶ୍ରମ କରି ଏହି ଶ୍ଲୋକଟି ନିଶ୍ଚୟ ପଢ଼ିକି ଯାଆନ୍ତୁ, ଚାକିରି ନିଶ୍ଚୟ ହେବ। ମଣିଷ ଯାହା ମନରୁ ଚାହିଁଥାଏ ଭଗବାନ ତାକୁ ନିଶ୍ଚୟ ଦେଇଥାନ୍ତି, କିନ୍ତୁ ସଠିକ ସମୟର ଅପେକ୍ଷା କରିବା ଉଚିତ। କିନ୍ତୁ ସେହି ଭାବନାରେ ଯେମିତି କାହାର ଅମଙ୍ଗଳ ନ ହୁଏ ସେମିତି ମନରେ ଭାବନ୍ତୁ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ନିଶ୍ଚୟ ଦିନେ ତାହା ପୂରଣ ହେବ। ଶିଶୁଟିଏ ଜନ୍ମ ହେବା ପରେ ଏହି 3ଟି ଶବ୍ଦ ତା କାନରେ ନିଶ୍ଚୟ କୁହନ୍ତୁ। ଅସ୍ମା ଭବ ଅର୍ଥାତ୍ ପଥର ପରି ହୁଅ, ପରଶୁ ଭବ ଅର୍ଥାତ୍ କୁରାଢ଼ୀ ପରି ହୁଅ ଏବଂ ହିରଣ୍ମୟ ସ୍ୱମଃ ଭବ ଅର୍ଥାତ୍ ସ୍ୱର୍ଣ୍ଣ ପରି ତେଜୀୟାନ ହୁଅ।
गर्भवती समय जड़े नारी को तेंतुली गछ मूल बसवा उचित नुहे एवं टीवी रे कौन हिंस्र पशुपक्षी एवं मारिबा एवं मरिबार परी दृश्य देखा उचित नुहे। यह द्वारा शिशु उपरे खराब प्रभाव पड़ी थाए। जदि दुईटी झिटिपिटी झगड़ा करथिबार देखती तेबे यह कौन संकट देखादेवार संकेत होता है किंबा अन्य कहा सहित झगड़ा लगिबार सूचना मिली थाए। प्रत्येक पूजारे दीप प्रज्वलन करिवार विधि रही थाए। दीप मध्य पंचतत्व रही थाए। यह घर पर मंगलकारी होता है। प्रत्येक मनीष को आखि बुझी विश्वास करने अनुचित। सत्य जुगरे यह संभव थिला किंतु कली जुगर मनीष मानू आखि बुझी विश्वास करने उचित नुहे। यह द्वारा भविष्य में हैरान पड़ पारती। एप्रति निश्चय ध्यान दिंतु। जो मैंने खुशी अच्छी से पुण्यर फल खर्च हो जाउची एवं जो मैंने दुखरे अच्छी से पापर कलशरू पाप सरी सरी जाउची। तेणु दुख करने उचित नुहे। जीवनर माने सुख एवं दुख निश्चय आसिबो। ठाकुरंक घरे शंख रखा उचित। दुईटी शंख रखा शुभ होता है। सबुदिने ठाकुर घरे शंख फुंकिबा एवं शंख देखिबा बहुत शुभ होता है। माँ लक्ष्मींकर बास होता है से स्थान रे। ठाकुरंक घर कलशरे तंबा पैसा निश्चय पकांतु। यह द्वारा घरे सुख शांति बजाय रही है। घरे हलदी गछ लगाइबा शुभ होता है। यह घरे आर्थिक समस्या को दूर करिथाए एवं पोक माछी होई नथांती एवं घर पई एही गछटी बहुत मंगलकारी होता है। झिटिपिटी जदि शरीर उपरे पड़ जाए तेबे टिके मुंडरे पानी छिंची दियंतु एवं ठाकुर को सही समय स्मरण करंतु। देखिबे कौनसी असुविधा हेबो नाही। भोजन करने समय सर्वदा पूर्व दिग को मुह कर भोजन करने उचित। खाइबा शांत मन रे खाइबा उचित। रागी कि दुख रे भोजन करने उचित नुहे। यही भोजन शरीर रे ओलटा काम करिथाए। शरीर को सुस्थ रखा हेले प्रतिदिन सात्विक भोजन करने आवश्यक किंतु जदि प्रतिदिन माछ मांस भोजन करा जाए तेबे मन रे सबुबेले राग हिंसा सृष्टि होता है। कारण कुकुड़ा कि छेली कि माछ को मारिबा समय सेमानंक मन रे दुख और राग थाए। सही खाद्य को खाइबा द्वारा शरीर रे एही सब भावना आसी थाए। ज्वर थंडा किंबा अन्य रोगर व्यवहार करिथिबा गंथा कंबल को पुणी थरे व्यवहार करने उचित नुहे। सही कंबल को पुणी व्यवहार करने द्वारा अन्य को रोग व्यापी थाए एवं जेतिकी रोग होता है अधिक रोग माड़ी बसे। से सब को धोईकी व्यवहार करने उचित। शोइबा समय मुंड पाखरे धारुआ जिनिस जेमितिकी छुरी कैंची इत्यादि रखा उचित नुहे एवं मोबाइल फोन मुंड पाखरे रखी शोइबा उचित नुहे। यह द्वारा मस्तिष्क उपरे खराब प्रभाव पड़ी थाए। मासिक धर्म समय निश्चय हलदी तेल एवं गोबर लगे गाधोइबा उचित एवं मुंड धोई गाधोइबा उचित। यह द्वारा शरीर शुद्ध और पवित्र होता है। शेष पर्यंत ये वीडियोटी देखिथिबारु आपनमानकु बहुत बहुत धन्यवाद। जदि वीडियोटी आपनमानकु भल लागिछि तेबे वीडियो को लाइक करंतु। यह द्वारा हमकु वीडियो तैयारी करबाकु मोटिवेशन मिले एवं कमेंट रे जय जगन्नाथ लिखिके आपनक डिस्ट्रिक्ट मेंशन कर दियंतु जहा द्वारा मु जानि परबी मो वीडियो को जाय पहुंची पारुछि एवं चैनल टी को सब्सक्राइब कर दियंतु।